ପିଲାମାନେ ଏହା ହେଉଛି ନବୋଦୟର ପରିବେଶ ବିଷୟ। ଏହି ସବୁ MCQ ଗୁଡ଼ିକ ଟିକିଏ ତୁମେ ଅଭ୍ୟାସ କରିଗଲେ ପ୍ରାୟ ସକ୍ସେସ୍ ହେବାର ଚାନ୍ସ ରହିଛି। ଠିକ୍ ଅଛି, ସେଥିପାଇଁ ବିଳମ୍ବ ନକରି ଯଥାଶୀଘ୍ର ଏହାକୁ ଟିକିଏ ଓଭରଲୁକ୍ କରିନିଅ। ଠିକ୍ ଅଛି, ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, କୂଅ ଏବଂ ନଳକୂଅରୁ ଆମେ କେଉଁ ଜଳ ପାଇଥାଉ? କୂଅ ଏବଂ ନଳକୂପରୁ ଆମେ କେଉଁ ଜଳ ପାଇଥାଉ? ଏଠାରେ ଅପସନ୍ ଅଛି ନଦୀ ଜଳ, ଭୂତଳ ଜଳ, ବର୍ଷା ଜଳ, ସମୁଦ୍ର ଜଳ। ପିଲାମାନେ ଏଠାରେ ତୁମେ ନିଜେ ନିଜକୁ ପରଖିବା ପାଇଁ ମଧ୍ୟ କମେଣ୍ଟରେ ଲେଖିପାରିବ ଯେ 1 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଠିକ୍ ଅଛି, ଏଠାରେ ସଠିକ୍ ଉତ୍ତରଟି ହେଉଛି B ନମ୍ବର, ଭୂତଳ ଜଳ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପୃଥିବୀର ସବୁଠାରୁ ବଡ଼ ଜଳ ଉତ୍ସ କ'ଣ? ପୃଥିବୀର ସବୁଠାରୁ ବଡ଼ ଜଳ ଉତ୍ସ କ'ଣ? ଏଠାରେ ଅପସନ୍ ଅଛି ପୋଖରୀ, ହ୍ରଦ, ନଦୀ, ମହାସାଗର। ଏଠାରେ ପିଲାମାନେ ତୁମେ ନିଜେ ନିଜକୁ ପରୀକ୍ଷା କରିବା ପାଇଁ ମଧ୍ୟ ଏଠାରେ ତୁମେ ନିଜେ ପରୀକ୍ଷା କରିପାରିବ ଯେ 2 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ତୁମେ ଲେଖିପାରିବ 2 ନମ୍ବର A ଅପସନ୍ କିମ୍ବା C ଅପସନ୍ କିମ୍ବା B ଅପସନ୍ କିମ୍ବା D ଅପସନ୍ ତୁମେ ଲେଖିପାରିବ। ଠିକ୍ ଅଛି, ଏଠାରେ ସଠିକ୍ ଉତ୍ତରଟି ହେଉଛି D, ମହାସାଗର। ଠିକ୍ ଅଛି, ଯେଉଁମାନେ D ଦେଇଛ ତାହା ହେଉଛି ସଠିକ୍, ଗୋଟିଏ ପଏଣ୍ଟ ତୁମେ ପାଇବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ ଅଛି ନଦୀ, ହ୍ରଦ ଏବଂ ପୋଖରୀରେ ଥିବା ଜଳକୁ କ'ଣ କୁହାଯାଏ? ନଦୀ, ହ୍ରଦ ଏବଂ ପୋଖରୀରେ ଥିବା ଜଳକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଭୂତଳ ଜଳ, ଭୂପୃଷ୍ଠ ଜଳ, ସାମୁଦ୍ରିକ ଜଳ, ବରଫ ଜଳ। ଏଠାରେ ସଠିକ୍ ଉତ୍ତରଟି ହେଉଛି B ନମ୍ବର, ଭୂପୃଷ୍ଠ ଜଳ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାହାଡ଼ ପର୍ବତ ଉପରେ ଜମି ରହିଥିବା ବରଫକୁ କ'ଣ କୁହାଯାଏ? ପାହାଡ଼ ପର୍ବତ ଉପରେ ଜମି ରହିଥିବା ବରଫକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ତୁଷାର, ବାଷ୍ପ, କୂଅ, ଝରଣା। ଏଠାରେ ସଠିକ୍ ଉତ୍ତରଟି ହେଉଛି ତୁଷାର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁଟି ଏକ କୃତ୍ରିମ ଜଳ ଉତ୍ସ? କେଉଁଟି ଏକ କୃତ୍ରିମ ଜଳ ଉତ୍ସ? ଏଠାରେ ଅପସନ୍ ଅଛି ନଦୀ, ସମୁଦ୍ର, ପୁଷ୍କରିଣୀ, ବର୍ଷା। ଏଠାରେ ସଠିକ୍ ଉତ୍ତରଟି ହେଉଛି ପୁଷ୍କରିଣୀ। C ନମ୍ବର ଏଠାରେ ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର ପୂର୍ବ ଦିଗରେ କେଉଁ ସାଗର ଅବସ୍ଥିତ? ଭାରତର ପୂର୍ବ ଦିଗରେ କେଉଁ ସାଗର ଅବସ୍ଥିତ? ଏଠାରେ ଅପସନ୍ ଅଛି ଆରବ ସାଗର, ବଙ୍ଗୋପସାଗର, ଭାରତ ମହାସାଗର, ଲୋହିତ ସାଗର। ଏଠାରେ ସଠିକ୍ ଉତ୍ତରଟି ହେଉଛି ବଙ୍ଗୋପସାଗର। B ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ କାରଣରୁ ପୋଖରୀର ଜଳସ୍ତର ଗ୍ରୀଷ୍ମ ଋତୁରେ କମିଯାଏ? କେଉଁ କାରଣରୁ ପୋଖରୀର ଜଳସ୍ତର ଗ୍ରୀଷ୍ମ ଋତୁରେ କମିଯାଏ? ଏଠାରେ ଅପସନ୍ ଅଛି ବର୍ଷା ଯୋଗୁଁ, ବାଷ୍ପୀଭବନ ଯୋଗୁଁ, ବରଫ ଯୋଗୁଁ, ମାଛ ଯୋଗୁଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି B ନମ୍ବର, ବାଷ୍ପୀଭବନ ଯୋଗୁଁ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳର କେଉଁ ଅବସ୍ଥାରେ ନିର୍ଦ୍ଦିଷ୍ଟ ଆକାର ଥାଏ? ଜଳର କେଉଁ ଅବସ୍ଥାରେ ନିର୍ଦ୍ଦିଷ୍ଟ ଆକାର ଥାଏ? ଏଠାରେ ଅପସନ୍ ଅଛି ତରଳ, ଗ୍ୟାସୀୟ, କଠିନ, ବାଷ୍ପ। ଏଠାରେ ସଠିକ୍ ଉତ୍ତରଟି ହେଉଛି କଠିନ। C ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଉତ୍ସର ଜଳ ପାନୀୟ ଜଳ ଭାବେ ସୁରକ୍ଷିତ? କେଉଁ ଉତ୍ସର ଜଳ ପାନୀୟ ଜଳ ଭାବେ ସୁରକ୍ଷିତ? ଏଠାରେ ଅପସନ୍ ଅଛି ପୋଖରୀ, ବିଶୁଦ୍ଧ ନଳକୂପ, ନଦୀ, ଖୋଲା କୂଅ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବିଶୁଦ୍ଧ ନଳକୂପ। B ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳଚକ୍ରରେ ସୂର୍ଯ୍ୟକିରଣର ଭୂମିକା କ'ଣ? ଜଳଚକ୍ରରେ ସୂର୍ଯ୍ୟକିରଣର ମୁଖ୍ୟ ଭୂମିକା କ'ଣ? ଏଠାରେ ଅପସନ୍ ଅଛି ଜଳକୁ ଥଣ୍ଡା କରିବା, ଜଳକୁ ବାଷ୍ପରେ ପରିଣତ କରିବା, ମାଛ ବଢ଼ାଇବା, ଜଳକୁ ରଙ୍ଗୀନ କରିବା।
ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳକୁ ବାଷ୍ପରେ ପରିଣତ କରିବା। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳର ମୁଖ୍ୟତଃ କେତୋଟି ଭୌତିକ ଅବସ୍ଥା ରହିଛି? ଜଳର ମୁଖ୍ୟତଃ କେତୋଟି ଭୌତିକ ଅବସ୍ଥା ରହିଛି? ଏଠାରେ ଅପସନ୍ ଅଛି 1, 2, 3, 4। ଏଠାରେ ସଠିକ୍ ଉତ୍ତରଟି ହେଉଛି 3। ସି ନମ୍ବର ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବରଫ ଜଳର କେଉଁ ଅବସ୍ଥାକୁ ବୁଝାଏ? ବରଫ ଜଳର କେଉଁ ଅବସ୍ଥାକୁ ବୁଝାଏ? ଏଠାରେ ଅପସନ୍ ଅଛି ତରଳ, କଠିନ, ଗ୍ୟାସୀୟ, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି କଠିନ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳୀୟ ବାଷ୍ପ ଜଳର କେଉଁ ଅବସ୍ଥା? ଜଳୀୟ ବାଷ୍ପ ଜଳର କେଉଁ ଅବସ୍ଥା? ଏଠାରେ ଅପସନ୍ ଅଛି କଠିନ, ତରଳ, ଗ୍ୟାସୀୟ, ସ୍ଥିର। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ଗ୍ୟାସୀୟ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସମୁଦ୍ର ଜଳର ସ୍ୱାଦ କିପରି? ସମୁଦ୍ର ଜଳର ସ୍ୱାଦ କିପରି? ଏଠାରେ ଅପସନ୍ ଅଛି ମଧୁର, ଖଟା, ପିତା, ଲୁଣିଆ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡି ନମ୍ବର ଲୁଣିଆ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମେ ପାନୀୟ ଜଳ ଭାବରେ କେଉଁ ଜଳ ବ୍ୟବହାର କରିଥାଉ? ଆମେ ପାନୀୟ ଜଳ ଭାବରେ କେଉଁ ଜଳ ବ୍ୟବହାର କରୁ? ଏଠାରେ ଅପସନ୍ ଅଛି ଲୁଣିଆ ଜଳ, ମଧୁର ଜଳ, ସମୁଦ୍ର ଜଳ, ଗୋଳିଆ ଜଳ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ମଧୁର ଜଳ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପୃଥିବୀ ପୃଷ୍ଠରେ ଥିବା ପରବର୍ତ୍ତୀ ପ୍ରଶ୍ନ। ପୃଥିବୀ ପୃଷ୍ଠରେ ଥିବା ଜଳର କେତେ ଭାଗ ସମୁଦ୍ରରେ ଅଛି? ପୃଥିବୀ ପୃଷ୍ଠରେ ଥିବା ଜଳର କେତେ ଭାଗ ସମୁଦ୍ରରେ ଅଛି? ଏଠାରେ ଅପସନ୍ ଅଛି ପ୍ରାୟ 97 ଭାଗ, ପ୍ରାୟ 50 ଭାଗ, ପ୍ରାୟ 10 ଭାଗ, ପ୍ରାୟ 2 ଭାଗ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏ ନମ୍ବର ପ୍ରାୟ 97 ଭାଗ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳ ଫୁଟିଲେ କେଉଁ ଅବସ୍ଥାକୁ ପରିବର୍ତ୍ତିତ ହୁଏ? ଜଳ ଫୁଟିଲେ କେଉଁ ଅବସ୍ଥାକୁ ପରିବର୍ତ୍ତିତ ହୁଏ? ଏଠାରେ ଅପସନ୍ ଅଛି କଠିନ, ତରଳ, ବାଷ୍ପ, ବରଫ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ବାଷ୍ପ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାକୃତିକ ମଧୁର ଜଳର ଉତ୍ସ? ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାକୃତିକ ମଧୁର ଜଳର ଉତ୍ସ? ଏଠାରେ ଅପସନ୍ ଅଛି ସମୁଦ୍ର, ମହାସାଗର, ନଦୀ, ଲବଣାକ୍ତ ହ୍ରଦ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ନଦୀ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବର୍ଷା ଜଳ କେଉଁଠାରୁ ଆସିଥାଏ? ବର୍ଷା ଜଳ କେଉଁଠାରୁ ଆସିଥାଏ? ଏଠାରେ ଅପସନ୍ ଅଛି ପୃଥିବୀ ଭିତରୁ, ମେଘରୁ, ଗଛରୁ, ପାହାଡ଼ରୁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ମେଘରୁ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭୂମି ତଳୁ ମିଳୁଥିବା ଜଳକୁ କ'ଣ କୁହାଯାଏ? ଭୂମି ତଳୁ ମିଳୁଥିବା ଜଳକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଭୂପୃଷ୍ଠ ଜଳ, ଭୂତଳ ଜଳ, ସାଗର ଜଳ, ବାଷ୍ପ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଭୂତଳ ଜଳ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହେବାକୁ କ'ଣ କୁହାଯାଏ? ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହେବାକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ବାଷ୍ପୀଭବନ, ଘନୀଭବନ, ପ୍ରବାହ, ବର୍ଷା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଘନୀଭବନ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ମେଘ କିପରି ସୃଷ୍ଟି ହୁଏ? ମେଘ କିପରି ସୃଷ୍ଟି ହୁଏ? ଏଠାରେ ଅପସନ୍ ଅଛି ଧୂଳିରୁ, ଜଳୀୟ ବାଷ୍ପ ଘନୀଭୂତ ହୋଇ, ବାୟୁରୁ, ଗଛରୁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳୀୟ ବାଷ୍ପ ଘନୀଭୂତ ହୋଇ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳ ସଂରକ୍ଷଣର ଏକ ଉପାୟ? ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳ ସଂରକ୍ଷଣର ଏକ ଉପାୟ? ଏଠାରେ ଅପସନ୍ ଅଛି ଜଳ ନଷ୍ଟ କରିବା, ବର୍ଷା ଜଳ ଅମଳ କରିବା,
ନଦୀରେ ଅଳିଆ ପକାଇବା, କାରଖାନା ବସାଇବା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବର୍ଷା ଜଳ ଅମଳ କରିବା। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ କାର୍ଯ୍ୟ ପାଇଁ ସର୍ବାଧିକ ଜଳ ଆବଶ୍ୟକ ହୁଏ? କେଉଁ କାର୍ଯ୍ୟ ପାଇଁ ସର୍ବାଧିକ ଜଳ ଆବଶ୍ୟକ ହୁଏ? ଏଠାରେ ଅପସନ୍ ଅଛି ପିଇବା, ରୋଷେଇ କରିବା, କୃଷି କାର୍ଯ୍ୟ, ଗାଧୋଇବା। ଏଠାରେ ସଠିକ୍ ଉତ୍ତରଟି ହେଉଛି କୃଷି କାର୍ଯ୍ୟ। ଠିକ୍ ଅଛି, କୃଷି କାର୍ଯ୍ୟରେ ସର୍ବାଧିକ ଜଳ ଆବଶ୍ୟକ ହୋଇଥାଏ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବରଫ ପାଣିରେ ଭାସେ କାହିଁକି? ବରଫ ପାଣିରେ ଭାସେ କାହିଁକି? ଏଠାରେ ଅପସନ୍ ଅଛି ଏହା ହାଲୁକା, ଏହା ଭାରୀ, ଏହାର ରଙ୍ଗ ଧଳା, ଏହା କଠିନ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏହା ହାଲୁକା। ଏ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପ୍ରବାହିତ ଜଳର ଶକ୍ତିକୁ କ'ଣ କୁହାଯାଏ? ପ୍ରବାହିତ ଜଳର ଶକ୍ତିକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ସୌରଶକ୍ତି, ଜଳଶକ୍ତି, ପବନ ଶକ୍ତି, ତାପ ଶକ୍ତି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳଶକ୍ତି। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳ ବିନା ଜୀବନ ସମ୍ଭବ କି? ଜଳ ବିନା ଜୀବନ ସମ୍ଭବ କି? ଏଠାରେ ଅପସନ୍ ଅଛି ହଁ, ନାହିଁ, କେବଳ ପ୍ରାଣୀଙ୍କ ପାଇଁ, କେବଳ ଗଛ ପାଇଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ନାହିଁ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଉଦ୍ଭିଦ କେଉଁ ଅଙ୍ଗ ସାହାଯ୍ୟରେ ଜଳ ଶୋଷଣ କରେ? ଉଦ୍ଭିଦ କେଉଁ ଅଙ୍ଗ ସାହାଯ୍ୟରେ ଜଳ ଶୋଷଣ କରେ? ଏଠାରେ ଅପସନ୍ ଅଛି ପତ୍ର, ଫୁଲ, ଚେର, କାଣ୍ଡ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଚେର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପାର୍ବତ୍ୟ ଉପତ୍ୟକା ଅଞ୍ଚଳ କାହା ମଧ୍ୟରେ ଥାଏ? ପାର୍ବତ୍ୟ ଉପତ୍ୟକା ଅଞ୍ଚଳ କାହା ମଧ୍ୟରେ ଥାଏ? ଏଠାରେ ଅପସନ୍ ଅଛି ସମୁଦ୍ର ମଧ୍ୟରେ, ଦୁଇଟି ପର୍ବତ ମଧ୍ୟରେ, ଆକାଶରେ, ବାୟୁରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଦୁଇଟି ପର୍ବତ ମଧ୍ୟରେ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ମାଛ କେଉଁ ଅଙ୍ଗ ସାହାଯ୍ୟରେ ଜଳରେ ଶ୍ୱାସକ୍ରିୟା କରେ? ମାଛ କେଉଁ ଅଙ୍ଗ ସାହାଯ୍ୟରେ ଜଳରେ ଶ୍ୱାସକ୍ରିୟା କରେ? ଏଠାରେ ଅପସନ୍ ଅଛି ନାକ, ଚର୍ମ, ଗାଲିସି, ଲାଞ୍ଜ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଗାଲିସି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଗାଲିସି। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁଟି ଏକ ଜଳଚର ପ୍ରାଣୀ? କେଉଁଟି ଏକ ଜଳଚର ପ୍ରାଣୀ? ଏଠାରେ ଅପସନ୍ ଅଛି ହାତୀ, ବାଘ, ତିମି ମାଛ, କୁକୁର। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର ତିମି ମାଛ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପଦ୍ମଗଛର ଚେର କେଉଁଠାରେ ଥାଏ? ପଦ୍ମଗଛର ଚେର କେଉଁଠାରେ ଥାଏ? ଏଠାରେ ଅପସନ୍ ଅଛି ପାଣି ଉପରେ, କାଦୁଅରେ, ବାୟୁରେ, ପାହାଡ଼ରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି କାଦୁଅରେ। ଏଠାରେ ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପ୍ରାଣୀ ଉଭୟ ଜଳ ଓ ସ୍ଥଳରେ ରହିପାରେ? କେଉଁ ପ୍ରାଣୀ ଉଭୟ ଜଳ ଓ ସ୍ଥଳରେ ରହିପାରେ? ଏଠାରେ ଅପସନ୍ ଅଛି ମାଛ, ବେଙ୍ଗ, ଗାଈ, ପାରା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବେଙ୍ଗ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପଦ୍ମପତ୍ର ଉପରେ ପାଣି ଲାଗେ ନାହିଁ କାହିଁକି? ପଦ୍ମପତ୍ର ଉପରେ ପାଣି ଲାଗେ ନାହିଁ କାହିଁକି? ଏଠାରେ ଅପସନ୍ ଅଛି ପତ୍ରଟି ଖସଡ଼ା, ପତ୍ରରେ ଚିକ୍କଣ ଆବରଣ ଥାଏ, ପତ୍ରଟି ବଡ଼, ପତ୍ରଟି ଶୁଖିଲା। ଏଠାରେ ସଠିକ୍ ଉତ୍ତରଟି ହେଉଛି ପତ୍ରରେ ଚିକ୍କଣ ଆବରଣ ଥାଏ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବିଲାତି ଦଳ ଜଳର କେଉଁ ଅଂଶରେ ରହେ? ବିଲାତି ଦଳ ଜଳର କେଉଁ ଅଂଶରେ ରହେ? ଏଠାରେ ଅପସନ୍ ଅଛି ଜଳ ଜଳେ, ଜଳ ଉପରେ ଭାସମାନ ଅବସ୍ଥାରେ, କାଦୁଅରେ, ଶୁଖିଲା ଜାଗାରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳ ଉପରେ ଭାସମାନ ଅବସ୍ଥାରେ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ।
କେଉଁ ପକ୍ଷୀ ଜଳରୁ ମାଛ ଧରି ଖାଏ? କେଉଁ ପକ୍ଷୀ ଜଳରୁ ମାଛ ଧରି ଖାଏ? ଏଠାରେ ଅପସନ୍ ଅଛି କାଉ, ଶୁଆ, ବଗ, କପୋତ। ଏଠାରେ ସଠିକ୍ ଉତ୍ତରଟି ହେଉଛି ବଗ। ସି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କଙ୍କି ସାଧାରଣତଃ କେଉଁଠାରେ ଦେଖାଯାଏ? କଙ୍କି ସାଧାରଣତଃ କେଉଁଠାରେ ଦେଖାଯାଏ? ଏଠାରେ ଅପସନ୍ ଅଛି ମରୁଭୂମିରେ, ଜଳାଶୟ କୂଳରେ, ଘର ଭିତରେ, ବରଫରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳାଶୟ କୂଳରେ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କଇଁଛ କେଉଁ ଶ୍ରେଣୀର ପ୍ରାଣୀ? କଇଁଛ କେଉଁ ଶ୍ରେଣୀର ପ୍ରାଣୀ? ଏଠାରେ ଅପସନ୍ ଅଛି ସ୍ଥଳଚର, ଜଳଚର, ଖେଚର, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଜଳଚର। ଜଳଚର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳଜ ଉଦ୍ଭିଦ କେଉଁଟି? ଜଳଜ ଉଦ୍ଭିଦ କେଉଁଟି? ଏଠାରେ ଅପସନ୍ ଅଛି ଆମ୍ବ ଗଛ, ବରଗଛ, କଇଁ, ନଡ଼ିଆ ଗଛ। ଏଠାରେ ସଠିକ୍ ଉତ୍ତରଟି ହେଉଛି କଇଁ। ସି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳସାପ କେଉଁଠାରେ ବାସ କରେ? ଜଳସାପ କେଉଁଠାରେ ବାସ କରେ? ଏଠାରେ ଅପସନ୍ ଅଛି ଗଛ ଉପରେ, ପାଣି ଭିତରେ, ପାହାଡ଼ରେ, ମାଟି ତଳେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ପାଣି ଭିତରେ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳଚର ଜୀବମାନେ ଖାଦ୍ୟ ପାଇଁ ପରସ୍ପର ଉପରେ ନିର୍ଭର କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଜଳଚର ଜୀବମାନେ ଖାଦ୍ୟ ପାଇଁ ପରସ୍ପର ଉପରେ ନିର୍ଭର କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଶ୍ୱାସକ୍ରିୟା, ଜଳଚକ୍ର, ଖାଦ୍ୟ ଶୃଙ୍ଖଳ, ସଂରକ୍ଷଣ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଖାଦ୍ୟ ଶୃଙ୍ଖଳ। ସି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳଜ ଉଦ୍ଭିଦ ଗୁଡ଼ିକର କାଣ୍ଡ କିପରି ହୋଇଥାଏ? ଜଳଜ ଉଦ୍ଭିଦ ଗୁଡ଼ିକର କାଣ୍ଡ କିପରି ହୋଇଥାଏ? ଏଠାରେ ଅପସନ୍ ଅଛି ଶକ୍ତ, ନରମ ଓ କଣାଯୁକ୍ତ, କଣ୍ଟାଯୁକ୍ତ, ବହୁତ ମୋଟା। ଏଠାରେ ସଠିକ୍ ଉତ୍ତରଟି ହେଉଛି ନରମ ଓ କଣାଯୁକ୍ତ। ନରମ ଓ କଣାଯୁକ୍ତ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ମାଛର କେଉଁ ଅଙ୍ଗ ତାକୁ ପହଁରିବାରେ ସାହାଯ୍ୟ କରେ? ମାଛର କେଉଁ ଅଙ୍ଗ ତାକୁ ପହଁରିବାରେ ସାହାଯ୍ୟ କରେ? ଏଠାରେ ଅପସନ୍ ଅଛି ଆଖି, ପକ୍ଷ, ଲାଞ୍ଜ ଓ ଡେଣା, କାତି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଲାଞ୍ଜ ଓ ଡେଣା। ସି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବରଫରୁ ଜଳ ହେବା ପ୍ରକ୍ରିୟାକୁ କ'ଣ କୁହାଯାଏ? ବରଫରୁ ଜଳ ହେବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ଜମିବା, ତରଳିବା, ଉଡ଼ିବା, ବାଷ୍ପୀଭବନ। ଏଠାରେ ସଠିକ୍ ଉତ୍ତରଟି ହେଉଛି ତରଳିବା। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ବର୍ଷା ଜଳକୁ କାହିଁକି ପରିଷ୍କାର ମନେ କରାଯାଏ? ବର୍ଷା ଜଳକୁ କାହିଁକି ପରିଷ୍କାର ମନେ କରାଯାଏ? ଏଠାରେ ଅପସନ୍ ଅଛି ଏହା ନଈରୁ ଆସେ, ଏହା ପ୍ରାକୃତିକ ପାତନ ପ୍ରକ୍ରିୟାରେ ହୁଏ, ଏହା ମିଠା, ଏହାର ରଙ୍ଗ ନାହିଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଏହା ପ୍ରାକୃତିକ ପାତନ ପ୍ରକ୍ରିୟାରେ ହୋଇଥାଏ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସମୁଦ୍ର ଜଳରୁ କ'ଣ ତିଆରି କରାଯାଏ? ସମୁଦ୍ର ଜଳରୁ କ'ଣ ତିଆରି କରାଯାଏ? ଏଠାରେ ଅପସନ୍ ଅଛି ଚିନି, ଲୁଣ, ତେଲ, ମସଲା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ଲୁଣ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାସମାନ ମୂଳ କେଉଁ ଉଦ୍ଭିଦରେ ଦେଖାଯାଏ? ଭାସମାନ ମୂଳ କେଉଁ ଉଦ୍ଭିଦରେ ଦେଖାଯାଏ? ଏଠାରେ ଅପସନ୍ ଅଛି ନଡ଼ିଆ, ବିଲାତି ଦଳ, ବରଗଛ, ମକା। ଏଠାରେ ସଠିକ୍ ଉତ୍ତରଟି ହେଉଛି ବି ନମ୍ବର ବିଲାତି ଦଳ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଆମ ଦେଶର ପଶ୍ଚିମ ଦିଗରେ କେଉଁ ସାଗର ଅଛି? ଆମ ଦେଶର ପଶ୍ଚିମ ଦିଗରେ କେଉଁ ସାଗର ଅଛି? ଏଠାରେ ଅପସନ୍ ଅଛି ବଙ୍ଗୋପସାଗର, ଆରବ ସାଗର, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆରବ ସାଗର। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଜୀବ ଜଳ ବିନା ବେଶୀ ଦିନ ବଞ୍ଚିପାରେ? କେଉଁ ଜୀବ ଜଳ ବିନା ବେଶୀ ଦିନ ବଞ୍ଚିପାରେ? ଏଠାରେ ଅପସନ୍ ଅଛି
ମାଛ, ଓଟ, ବେଙ୍ଗ, ଜୋକ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଓଟ। ବି ନମ୍ବର ହେଉଛି ସଠିକ୍ ଉତ୍ତର। ଦେଖିବା ପରବର୍ତ୍ତୀ ପ୍ରଶ୍ନ। କାକର କେଉଁ ସମୟରେ ପଡ଼େ? କାକର କେଉଁ ସମୟରେ ପଡ଼େ? ଏଠାରେ ଅପସନ୍ ଅଛି ଖରାବେଳେ, ସକାଳେ ଓ ରାତିରେ, ବର୍ଷା ବେଳେ, ମଧ୍ୟାହ୍ନରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସକାଳେ ଓ ରାତିରେ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଜଳର ଗୁଣ କ'ଣ? ଜଳର ଗୁଣ କ'ଣ? ଏଠାରେ ଅପସନ୍ ଅଛି ଏହାର ନିଜସ୍ୱ ରଙ୍ଗ ଅଛି, ଏହାର ଆକାର ଅଛି, ଏହା ଉପରୁ ତଳକୁ ପ୍ରବାହିତ ହୋଇଥାଏ, ଏହା କଠିନ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସି ନମ୍ବର, ଏହା ଉପରୁ ତଳକୁ ପ୍ରବାହିତ ହୋଇଥାଏ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଏପରି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।